ଯେତେବେଳେ ପ୍ରାର୍ଥନା କରୁ ଆମ୍ଭମାନଙ୍କର ଆଚରଣ ଆମମାନଙ୍କର ସ୍ୱଭାବ କିପରି ହେବା ଆବଶ୍ୟକ ଅଟେ। ପ୍ରଥମରେ ଆମମାନେ ନମ୍ରତାର ସହିତ ପ୍ରାର୍ଥନା କରିବା ଆବଶ୍ୟକ ଅଟେ। ଯେହେତୁ ନମ୍ର ଲୋକମାନଙ୍କର ଈଶ୍ୱରଙ୍କର ଆବଶ୍ୟକ ଅଟେ। ଆମମାନଙ୍କର ପ୍ରାର୍ଥନା ଲୋକ ଦେଖାଣିଆ ପ୍ରାର୍ଥନା ଯେପରି ନ ହେବ। ଯେହେତୁ ଆମେ ମନୁଷ୍ୟ, ଆମମାନଙ୍କ ମଧ୍ୟରେ ଅନେକ ଦୁର୍ବଳତା ଥାଏ, ଆମମାନଙ୍କ ମଧ୍ୟରେ ଗର୍ବ ଅହଙ୍କାର ଥାଏ। ଆମେ ଅନେକ ସମୟରେ ଦେଖାଣିଆ କରିବା ପାଇଁ ଆମମାନଙ୍କ ଶରୀର ଚାହିଁଥାଉ, କିନ୍ତୁ ଆମମାନଙ୍କ ପ୍ରାର୍ଥନା ଲୋକ ଦେଖାଣିଆ ହେବା ଆବଶ୍ୟକ ନୁହେଁ। ଆମେ ଯଦି ଲୋକ ଦେଖାଣିଆ ପ୍ରାର୍ଥନା କରିବା ତାହେଲେ ଈଶ୍ୱର ଆମ୍ଭମାନଙ୍କର ପ୍ରାର୍ଥନା କେବେ ଗ୍ରହଣ କରିବେ ନାହିଁ। ତା ସହିତ ଆମମାନଙ୍କ ପ୍ରାର୍ଥନାରେ ବିଶ୍ୱାସ ହେବା ଆବଶ୍ୟକ ଅଟେ। ଯାହା ବା ଯେଉଁ ବିଷୟରେ ଆମେ ପ୍ରାର୍ଥନା କରୁଛୁ ସେହି ବିଷୟ ନିମନ୍ତେ ଆମମାନଙ୍କର ବିଶ୍ୱାସ ହେବା ଆବଶ୍ୟକ ଅଟେ। ଆମେ ପ୍ରାର୍ଥନା କରିବା ଦ୍ୱାରା ଯେପରିକି ସେହି ବିଷୟ ନିଶ୍ଚିତ ଆମେ ପାଇପାରିବା। ତା ସହିତ ସତ୍ୟତାରେ ପ୍ରାର୍ଥନା କରିବା। ଆମେ ଯାହା ପ୍ରାର୍ଥନା କରୁଛୁ ସେଥିରେ ସତ୍ୟତା ଥିବା ଆବଶ୍ୟକ ଅଟେ। ଆମମାନଙ୍କ ହୃଦୟରେ ବିଶ୍ୱାସ ଓ ଭରସା ରହିବା ଆବଶ୍ୟକ ଅଟେ। ଈଶ୍ୱରଙ୍କ ନିକଟରେ ଆମେ ପ୍ରାର୍ଥନା କରିବା ଦ୍ୱାରା ଆମମାନଙ୍କର ସମସ୍ତ ବିଷୟ ଆମେ ପାଇପାରିବା। ଏହି ବିଶ୍ୱାସ ଭରସା ଆମ୍ଭମାନଙ୍କ ମଧ୍ୟରେ ରହିବା ଆବଶ୍ୟକ ଅଟେ। ତା ସହିତ ଆମମାନଙ୍କ ହୃଦୟ ସରଳ ହେବା ଆବଶ୍ୟକ ଅଟେ। ଆମେ ସରଳ ହୃଦୟରେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା। ତାହା ସହିତ ଗୁପ୍ତ ଭାବରେ ପ୍ରାର୍ଥନା କରିବା ଏବଂ ବିଜାତୀୟମାନଙ୍କ ପରି ଅନର୍ଥକ ପୁନରୁକ୍ତି ନ କରି ଯେଉଁ ବିଷୟ ନିମନ୍ତେ ଆମେ ପ୍ରାର୍ଥନା କରିବା ସେହି ବିଷୟ ଉପରେ ପ୍ରାର୍ଥନା କରିବା ଆବଶ୍ୟକ ଅଟେ।